ଗୋଟେ ପୋଖରୀରେ ଗୋଟେ ସୁନ୍ଦର ମାଛଟିଏ ଥାଏ। ତାର ପରିବାର ମାନେ ସବୁ ଥାଆନ୍ତି। ସେ ନିଜକୁ ଭାବେ ମୁଁ ହେଉଛି ପୋଖରୀର ସବୁଠୁ ସୁନ୍ଦର ଜୀବ, ଆଉ ମୋ ପରିବାର ହେଉଛି ସବୁଠୁ ନିଆରା, ସବୁଠୁ ଭଲ ପରିବାର। ସେଇଠୁ ପୋଖରୀରେ ଚିଙ୍ଗୁଡ଼ି, କଙ୍କଡ଼ା, ଅନ୍ୟ ସବୁ ବିଭିନ୍ନ ପ୍ରକାରର ଛୋଟ ଛୋଟ ମାଛ ସବୁ ଥାଆନ୍ତି। ସେମାନଙ୍କୁ ଟିକେ ବି ଖାତିର କରେନି ଏ ସୁନ୍ଦରୀ ମାଛ, ଆଉ ଭାବେ ମୁଁ ହିଁ ସୁନ୍ଦର, ମୁଁ ହିଁ ଏ ପୋଖରୀରେ ରାଜ କରିବି। ତାପରେ କ'ଣ ହେଲା ନା, ସମସ୍ତଙ୍କୁ ବହୁତ ହଇରାଣ କରେ। ବଡ଼ ମାଛଟା ହେଇଥିବାରୁ ଅନ୍ୟମାନଙ୍କୁ ବି ହଇରାଣ କରେ। ସମସ୍ତେ ତା ହଇରାଣ ସହିକିରି କଷ୍ଟ ପାଆନ୍ତି। ସମସ୍ତେ ସେଇଠୁ କହିଲେ କ'ଣ କରିବା, ଇଏ ମାଛ ତ ବହୁତ ଉତ୍ପାତ କରୁଛି ପୋଖରୀରେ, ଆଉ କ'ଣ କରିବା। ତାପରେ କଙ୍କଡ଼ାକୁ କହିଲେ, କଙ୍କଡ଼ା ବି ଶୁଣିଲା। କଙ୍କଡ଼ା କହିଲା ତାକୁ ଦବା ପାନେ। ସବୁ ମାଛମାନେ ଗୋଟେ ପ୍ଲାନ୍ କଲେ। କଙ୍କଡ଼ା ତ ବହୁତ ଚାଲାକ ଥିଲା। କଙ୍କଡ଼ା ଏମିତି ବୁଦ୍ଧି ଖଟେଇଲା ଯେ ସୁନ୍ଦରୀ ମାଛ ଆଉ ତା ପରିବାର ମାନେ ବହୁତ ହଇରାଣ ହେଲେ। ସୁନ୍ଦରୀ ମାଛ କ'ଣ କରିବ, ସେ ସେଇଠୁ ବହୁତ ଗର୍ବ ତ କରୁଥିଲା। କଙ୍କଡ଼ାର ଆଉ ଅନ୍ୟ ମାଛମାନଙ୍କର ପ୍ଲାନରେ ସିଏ ଏମିତି ଫସିଗଲା ଯେ ଶେଷକୁ ଏମାନଙ୍କୁ ସମସ୍ତଙ୍କୁ ସେ ଭୁଲ ମାଗିଲା, ଆଉ ଜୀବନରେ କେବେ ମନରେ ଗର୍ବ ଆଣିବନି ବୋଲି କହିଲା। ଗର୍ବ କଲେ ଏମିତି କଷ୍ଟ ସହିବାକୁ ପଡ଼େ। ଆଉ ସେ ସେଇଠୁ ବୁଝିଗଲା, ଅନ୍ୟ ଜୀବମାନଙ୍କ ସହିତ ମିଶିକିରି ରହିଲା। ଆଉ ସେଇଦିନଠୁ ସେ ପୋଖରୀରେ ସମସ୍ତେ ଖୁସିରେ ରହିଲେ। କିଏ ଛୋଟ ବଡ଼ ନାହାନ୍ତି, ସମସ୍ତେ ସମାନ ହେଇକିରି ରହିଲେ ଖୁସିରେ।